এই ବର୍ଷ 2026 ମସିହାରେ 4ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଲେଜିସ୍ଲେଟିଭ୍ ଆସେମ୍ବଲିର ଇଲେକ୍ସନ୍ ହେବାକୁ ଯାଉଛି। ତ ସେ ଯେଉଁ 4ଟି ରାଜ୍ୟ ହେଲା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ, ତାର ବର୍ତ୍ତମାନ ଚିଫ୍ ମିନିଷ୍ଟର କିଏ ଅଛନ୍ତି ଏବଂ କେତୋଟି ସିଟ୍ ଅଛି, ଏମ୍ଏଲ୍ଏ ସିଟ୍ କେତୋଟି ଅଛି ତାହା ଆଜି ଆମେ ଦେଖିବା। ଫାର୍ଷ୍ଟ ଷ୍ଟେଟ୍ ହେଉଛି ଆସାମ, ଯେଉଁଠାରେ 126ଟି ଏମ୍ଏଲ୍ଏ ସିଟ୍ ଅଛି ବା ଲେଜିସ୍ଲେଟିଭ୍ ଆସେମ୍ବଲି ସିଟ୍ ଅଛି, ଯାହାର ବର୍ତ୍ତମାନ ଚିଫ୍ ମିନିଷ୍ଟର ଅଛନ୍ତି ହିମନ୍ତ ବିଶ୍ଵ ଶର୍ମା। ସେକେଣ୍ଡ ହେଲା କେରଲା, ଯେଉଁଠାରେ 140ଟି ଲେଜିସ୍ଲେଟିଭ୍ ଆସେମ୍ବଲି ସିଟ୍ ଅଛି, ଯାହାର ବର୍ତ୍ତମାନ ଚିଫ୍ ମିନିଷ୍ଟର ଅଛନ୍ତି ପିନାରାଇ ବିଜୟନ୍। ଥାର୍ଡ଼ରେ ହେଲା ତାମିଲନାଡ଼ୁ, ଯେଉଁଠାରେ 234ଟି ଲେଜିସ୍ଲେଟିଭ୍ ଆସେମ୍ବଲି ସିଟ୍ ଅଛି ଏବଂ ଯାହାର ବର୍ତ୍ତମାନ ସେ ହେଉଛନ୍ତି MK ଷ୍ଟାଲିନ୍। 4 ନମ୍ବରରେ ହେଲା ୱେଷ୍ଟ ବେଙ୍ଗଲ, ଯେଉଁଠାରେ 294ଟି ଏମ୍ଏଲ୍ଏ ସିଟ୍ ଅଛି ଏବଂ ବର୍ତ୍ତମାନ ଚିଫ୍ ମିନିଷ୍ଟର ଅଛନ୍ତି ମମତା ବାନାର୍ଜୀ। ଏଇଟା 4ଟି ଷ୍ଟେଟ୍ ହେଲା ଏବଂ ଗୋଟିଏ ୟୁନିୟନ୍ ଟେରିଟୋରୀ ଯେଉଁଠି ହେଉଛି ପୁଡୁଚେରୀ, ଯେଉଁଠାରେ 30ଟି ଏମ୍ଏଲ୍ଏ ସିଟ୍ ଅଛି, ଇଲେକ୍ସନ୍ ହେବାକୁ ଯାଉଛି। ଟୋଟାଲ୍ ଏଠାରେ 33ଟି ଲେଜିସ୍ଲେଟିଭ୍ ଆସେମ୍ବଲି ସିଟ୍ ଅଛି, ସେଥିମଧ୍ୟରୁ 30ଟିରେ ଇଲେକ୍ସନ୍ ହୁଏ ଏବଂ 3ଟି କ'ଣ ସିଟ୍ ଯେଉଁଟା ପ୍ରେସିଡେଣ୍ଟ ନମିନେଟ୍ କରିଥାନ୍ତି। ତ ଯେଉଁ 30ଟି ସିଟ୍ ଅଛି ସେଠାରେ ଇଲେକ୍ସନ୍ ହେବ ଏବଂ ବର୍ତ୍ତମାନ ଚିଫ୍ ମିନିଷ୍ଟର ଅଛନ୍ତି ପୁଡୁଚେରୀର ଏନ୍ ରାଙ୍ଗାସ୍ୱାମୀ। ତ ଯେଉଁମାନେ ସବୁ ନୋଟ୍ସ ମକ୍ ଟେଷ୍ଟ ପାଇବାକୁ ଚାହୁଁଛ, ସାଧାରାମ ସାର୍ ଆପ୍କୁ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କର। ସମସ୍ତେ ଭିଡ଼ିଓକୁ ଲାଇକ୍, ସେୟାର ଏଣ୍ଡ ଚ୍ୟାନେଲକୁ ସବସ୍କ୍ରାଇବ୍ କର। ଥ୍ୟାଙ୍କ ୟୁ ଫର୍ ୟୋର୍ ୱାଚିଂ।